ସାର୍ଥକ ନିଖୋଜ ହେବାର ସତ ଏବେ ସାମ୍ନାକୁ ଆସିଛି। ଜାହାଜ କର୍ତ୍ତୃପକ୍ଷ ଲୁଚାଇଥିଲେ ସାର୍ଥକଙ୍କ ନିଖୋଜ ଖବର। ଜାହାଜ ଭିତରେ ହିଁ ହୋଇଛି ଷଡ଼ଯନ୍ତ୍ର। ସାର୍ଥକଙ୍କୁ ଜାହାଜ ଭିତରେ ହିଁ ଲୁଚାଇ ରଖାଯାଇଥିଲା। ହଁ ଦର୍ଶକ ବନ୍ଧୁ, ଆଜି ପର୍ଯ୍ୟନ୍ତ ଜାହାଜରୁ ନିଖୋଜ ହେବାର ପ୍ରାୟ 1 ମାସ ହେବ ହେଲାଣି। ସାର୍ଥକଙ୍କର ହେଲେ ବି କିଛି ବି ଖବର ମିଳିନଥିବା ବେଳେ ଏବେ ଶୁଣିବାକୁ ମିଳୁଛି କି ଜାହାଜ ଭିତରେ ହିଁ ଲୁଚାଇ ରଖାଯାଇଛି ସାର୍ଥକଙ୍କୁ। ଆଉ ଲୁଚାଇଛନ୍ତି ଜାହାଜ କର୍ତ୍ତୃପକ୍ଷ ନିଜେ। ସାର୍ଥକ ଜାହାଜ ଭିତରୁ ନିଖୋଜ ହୋଇଛନ୍ତି ନା ଜାଣିଶୁଣି ସାର୍ଥକଙ୍କୁ ନିଖୋଜ କରିଦିଆଯାଇଛି। ସାର୍ଥକ ମହାପାତ୍ରକୁ ଜାହାଜରେ ଥିବା ଏହି ରୁମ୍ରେ ଲୁଚାଇ ରଖାଯାଇଛି ବୋଲି ଲୋକମାନେ କହିଲେଣି। ନହେଲେ ଯଦି ବି ଜାହାଜ କର୍ତ୍ତୃପକ୍ଷ ସାର୍ଥକଙ୍କୁ ଖୋଜାଖୋଜି କରିଥିଲେ ତେବେ କାହିଁକି କରିନଥିଲେ ସିସିଟିଭି ଯାଞ୍ଚ? ସିସିଟିଭି ହେଉଛି ବଡ଼ ପ୍ରମାଣ ସାର୍ଥକ ମହାପାତ୍ରଙ୍କ ନିଖୋଜ ହେବାର। କାରଣ ସାର୍ଥକଙ୍କର ନିଖୋଜ ଯଦି ବି କିଏ ଜାଣିନାହାନ୍ତି କି ନିଖୋଜ ପୂର୍ବରୁ ସାର୍ଥକଙ୍କର ଭିଡ଼ିଓ ଦେଖିଲେ ସାର୍ଥକଙ୍କର ଚାଲିଚଳନ ସବୁ ପ୍ରକାର ଜଣାପଡ଼ିଯିବ। ସେ କେଉଁ ଅବସ୍ଥାରେ ଥିଲେ ତାହା ମଧ୍ୟ ଜଣାପଡ଼ିବ। ହେଲେ ଏପର୍ଯ୍ୟନ୍ତ କାହିଁକି ଜାହାଜ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରୁନାହାନ୍ତି? ଯଦି ବି ଜାହାଜ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱ ଦେଇଥିଲେ ତାହେଲେ କାହିଁକି ସାର୍ଥକଙ୍କ ପରିବାରକୁ ସାହାଯ୍ୟ କଲେ ନାହିଁ କୌଣସି ପ୍ରକାରେ ଜାହାଜ କର୍ତ୍ତୃପକ୍ଷ? ଆଉ ଯଦି ବି ଜାହାଜ କର୍ତ୍ତୃପକ୍ଷ କିଛି ଜାଣିନାହିଁ ସାର୍ଥକ ନିଖୋଜ ବିଷୟରେ ତେବେ କାହିଁକି ସାର୍ଥକଙ୍କ ମା ଓ ମାମୁଁକୁ ଖୋଜାଖୋଜି ପାଇଁ କେବଳ ସାର୍ଥକଙ୍କ କ୍ୟାବିନ୍ ଛଡ଼ା ଆଉ କୁଆଡ଼େ ବି ଖୋଜାଖୋଜି କରିବାକୁ ଅନୁମତି ଦେଇନଥିଲେ? ନିଜର ଭବିଷ୍ୟତ ଗଢ଼ିବା ସହ ବାପା ମାଆକୁ ଖୁସିରେ ରଖିବା ପାଇଁ ସାର୍ଥକ ଜାହାଜରେ କାମ କରୁଥିଲେ। ଭାବିଥିଲେ କି ଭଲ 2 ପଇସା ରୋଜଗାର କରିବି ଆଉ ବାପା ମାଆଙ୍କର ସବୁ ଆଶା ପୂରଣ କରିବି, ସମସ୍ତଙ୍କୁ ଖୁସିରେ ରଖିବି। ଆଉ ସାର୍ଥକ ସବୁବେଳେ ଭିଡ଼ିଓ କଲ୍ରେ ମଧ୍ୟ ସାର୍ଥକଙ୍କ ମାଆକୁ କହୁଥିଲେ କି ଜାହାଜରେ ସବୁ ପ୍ରକାର ସେଫ୍ଟି ଅଛି, ମୋର କୌଣସି ପ୍ରକାରେ ବି ଅସୁବିଧା ହେବ ନାହିଁ, ଏଠି ମୁଁ ବହୁତ ଖୁସିରେ ଅଛି, ଆଉ ବହୁତ ଜଲ୍ଦି ମୁଁ ଘରକୁ ଯିବି ଛୁଟି ନେଇକି, ଆଉ ଏବେ ମୋର ପ୍ରମୋସନ୍ ମଧ୍ୟ ହୋଇଯିବ ଆଉ ମାସେ ପରେ। ହେଲେ ଯେଉଁ ସାର୍ଥକ କହୁଥିଲେ ଜାହାଜରେ ସବୁ ପ୍ରକାର ସୁବିଧା ଅଛି, ସବୁ ପ୍ରକାର ସେଫ୍ଟି ଅଛି, ତେବେ କିପରି ଭାବରେ ସେହି ସାର୍ଥକ ଜାହାଜରୁ ହଠାତ୍ ନିଖୋଜ ହୋଇଗଲେ? ବର୍ତ୍ତମାନ ଲୋକେ କହୁଛନ୍ତି କି ଜାହାଜ ଭିତରେ ଥିବା ବରଫ ରୁମ୍ରେ ସାର୍ଥକକୁ ବୋଧେ ଲୁଚାଇ ରଖାଯାଇଛି। ଏହି ସନ୍ଦେହ ଲୋକମାନଙ୍କ ମନରେ ଏଥିପାଇଁ ସୃଷ୍ଟି ହୋଇଛି କି ସମ୍ପୂର୍ଣ୍ଣ ଭାବରେ ଜାହାଜ ଖୋଜାଖୋଜି କରିବା ପାଇଁ ସାହାଯ୍ୟ ନ କରିବା। ହେଲେ ବାସ୍ତବରେ ସାର୍ଥକ କେଉଁଠି, ସେ କେଉଁଭଳି ଅବସ୍ଥାରେ ଅଛନ୍ତି ତାହା କାହାକୁ ବି ଜଣା ନାହିଁ। ଦିନ ପରେ ତ ଦିନ ବିତିବାରେ ଲାଗିଛି। ଲୋକମାନେ ଏଭଳି ନାନା ପ୍ରକାର କଥା ହେବାର ଏବେ ଚର୍ଚ୍ଚା ହେଉଛି। ଏବେ ବାସ୍ ଦେଖିବାକୁ ବାକି ରହିଲେ କି କେବେ ମିଳୁଛି ସାର୍ଥକଙ୍କର ପତ୍ତା, ଆଉ କେଉଁମାନଙ୍କର ହାତ ଅଛି ସାର୍ଥକଙ୍କ ନିଖୋଜ ପଛରେ।